ବନ୍ଧୁଗଣ, ନାରୀ ଚାହିଁଲେ ଘରକୁ ସ୍ୱର୍ଗ କରିପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରିବ। ଗୋଟିଏ ବ୍ୟକ୍ତିର ସଫଳତା ପଛରେ ସର୍ବଦା ନାରୀ ହିଁ ହାତ ହିଁ ରହିଥାଏ ଏବଂ ବିଫଳତା ପଛରେ ମଧ୍ୟ ନାରୀର ହିଁ ହାତ ରହିଥାଏ। ପ୍ରାଚୀନ କାଳରୁ ହିଁ ଘରର ଝିଅ ବୋହୂକୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ଆମ ଶାସ୍ତ୍ରରେ ବୋହୂ ଏବଂ ଝିଅମାନଙ୍କର ଏଭଳି କିଛି ଗୁଣ ବିଷୟରେ କୁହାଯାଇଛି କି ଯାହା ଯୋଗୁଁ ସୁଖୀ ପରିବାର ମଧ୍ୟ ଦୁଃଖ କଷ୍ଟର ଶିକାର ହୋଇପାରନ୍ତି ଏବଂ ଘରକୁ ଦରିଦ୍ରତା ମଧ୍ୟ ପ୍ରବେଶ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ନାରୀମାନଙ୍କର ସେହି ସବୁ ଭୁଲ କାମ ବିଷୟରେ। ଯେଉଁ ଘରର ନାରୀମାନେ ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲାଉଥାନ୍ତି ତେବେ ସେଇ ଘର କେବେ ବି ବର୍ବାଦ ହୋଇପାରେ। ଏହି ଗୁଣ ବା ଅଭ୍ୟାସ ପାଇଁ ମା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି। ପରିବାରର ବହୁ ଦୁଃଖ କଷ୍ଟ ଏବଂ ଅସୁବିଧା ମଧ୍ୟ ଦେଖାଦିଏ। ଏହାଛଡ଼ା କୌଣସି ସଦସ୍ୟଙ୍କ ଚାକିରି ମଧ୍ୟ ଯାଇପାରେ। ତେଣୁ କେବେ ବି ଖାଦ୍ୟ ଖାଇବା ସମୟରେ ଗୋଡ଼ ହଲାଇବା ଉଚିତ ନୁହେଁ। ଯେଉଁ ଘରର ମହିଳାମାନେ ଝାଡ଼ୁକୁ ଗୋଇଠା ପାଦରେ ଲଗାଇ ସେହି ଘରେ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ, କାରଣ ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଏପରି କରିବା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ତେଣୁ ମା ଲକ୍ଷ୍ମୀ ସେଠାରେ କେବେ ହେଲେ ବାସ କରନ୍ତି ନାହିଁ ଏବଂ ସେ ଘରେ ଧନର ଅଭାବ ମଧ୍ୟ ଦେଖା ଦେଇଥାଏ। ଗ୍ୟାସ୍ ଏବଂ ଚୁଲା ଘରରେ ଅଇଁଠା ବାସନକୁ ରଖିବା, ଏଭଳି କରି ଯଦି କୌଣସି ମହିଳା ଶୋଇପଡ଼େ ତେବେ ଏଭଳି ଘରେ ମା ଲକ୍ଷ୍ମୀ କେବେ ହେଲେ ବାସ କରନ୍ତି ନାହିଁ। ସେହି ଘରେ ଧନର ଅଭାବ ମଧ୍ୟ ଦେଖା ଦେଇଥାଏ। ଏହା ଯୋଗୁଁ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଯଦି ଘରର ମହିଳାମାନେ ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତି ତେବେ ସେହି ଘରର ବର୍ବାଦ କାରଣ ହୋଇଥାଏ। ହିନ୍ଦୁ ଧର୍ମରେ ବା ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଇଥାଏ। ତେଣୁ ଭୁଲରେ ବି ଦୁଆର ମୁହଁରେ ବସି ଭୋଜନ ଗ୍ରହଣ କରନ୍ତୁ ନାହିଁ। ଯେଉଁ ମହିଳାମାନେ ରାତ୍ରିରେ କିମ୍ବା ସନ୍ଧ୍ୟା ସମୟରେ ଝାଡ଼ୁ କରେ ସେଠାରେ ମା ଲକ୍ଷ୍ମୀ କେବେ ହେଲେ ବାସ କରନ୍ତି ନାହିଁ। ଏହା ଛଡ଼ା ବୃହସ୍ପତିବାର ଅର୍ଥାତ୍ ଗୁରୁବାର ଦିନ କେବେ ବି ଘରକୁ ଧୋଇବା ବା ପୋଛିବା ଉଚିତ ନୁହେଁ। ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ସେଠାରେ ବାସ କରନ୍ତି ନାହିଁ। ତେବେ ବନ୍ଧୁଗଣ, ଯେଉଁ ଘରର ମହିଳାମାନେ ଏହି 5ଟି କାମ କରିଥାନ୍ତି ସେହି ଘରର ଉପରକୁ ଦୁଃଖ ଏବଂ ଦରିଦ୍ର ମାଡ଼ି ଆସିଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା, ଏହାକୁ ସେୟାର କରି ଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଭକ୍ତିରେ ଥରେ କମେଣ୍ଟରେ ନିଜ ଇଷ୍ଟଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନ ସବୁ ଦୁଃଖ କଷ୍ଟ ଦୂରେଇ ହୋଇଯିବ।